କାହାକୁ ବଦନାମ କରିବା ହୁଏତ ସହଜ ହୋଇପାରେ, କାହାକୁ ଆକ୍ଷେପ କରିବା ହୁଏତ ସହଜ ହୋଇପାରେ, ହେଲେ ପ୍ରଶଂସା କରିବା ପାଇଁ ସେତିକି ସତ୍ସାହସ ଥିବା ଦରକାର, ସେତିକି ନିଜ ମନ ଭିତରର ପରିଷ୍କାର ଥିବା ଦରକାର। ଏଠି ତ ଚୁଟକିରେ ଗୋଟେ ଲୋକକୁ ବଦନାମ କରିହେବ, ମିଛ କଥା କହିକି ବଦନାମ କରିହେବ। ଆଉ ସବୁଠୁ ବଡ଼ ପ୍ରୋବ୍ଲେମ, ଯେଉଁ ଲୋକଟି ବଦନାମ କରେ, ଯେଉଁ ଲୋକଟି ଶୁଣୁଥାଏ, ସେମାନେ କେବେ ତର୍ଜମା କରନ୍ତିନି ବାସ୍ତବରେ ସେ ଲୋକଟା କ'ଣ ସେଇଆ ନାଇଁ। ସେମାନେ ଏତେ ବିଶ୍ୱାସ କରିଯାଆନ୍ତି କାନ କୁହା କଥାକୁ, ବା ସେମାନେ କାହାର ପ୍ରରୋଚନାରେ ଏତେ ବିଶ୍ୱାସ କରିଯାଆନ୍ତି, ଜଣେ ଭଲ ଲୋକକୁ ବି ସେମାନେ ଖରାପ ନଜରରେ ଦେଖିବା ଆରମ୍ଭ କରନ୍ତି। ସେଇଥିପାଇଁ ତ କହୁଛି ଆଜ୍ଞା, ଯେତେବେଳେ ବି କାହା ବିଷୟରେ ଆପଣ ଖରାପ ଶୁଣୁଛନ୍ତି, ଥରେ ତା ଉପରେ ତର୍ଜମା କରନ୍ତୁ, ତା ସହିତ ମିଶନ୍ତୁ। ଯଦି ଆପଣଙ୍କୁ ସେ ଖରାପ ଲାଗିଲା ତାହେଲେ ହୁଏତ ସେ ଖରାପ ହେଇପାରେ, କିନ୍ତୁ ଯଦି ସେ ଲୋକଟାର ବହୁତ ଭଲ ଗୁଣକୁ ଲୁଚେଇ ଦିଆଯାଇ ଅନେକ ଖରାପ ଗୁଣ ମିଛରେ କୁହାଯାଇଥାଏ ଆପଣଙ୍କ ପାଖରେ, ତାହେଲେ ସେଇଠି ସମସ୍ୟା ରହିଲା। କାହିଁକିନା ଏଠି ଖରାପ ପଛରେ ସମସ୍ତେ ଦୌଡ଼ନ୍ତି, ଆଉ ଭଲକୁ ପ୍ରଶଂସା କରିବା ପାଇଁ କେହି ବି ଇଚ୍ଛା କରନ୍ତି ନାହିଁ। ଏଇ ତ ଜୀବନର କଥା।